ମୁଁ ଯେତେ ମନା କଲି ମାନିଲେ ନେଇ ମୋ କଥା। ତାଙ୍କର ଏକା ଜିଦି ଧାନ ଉଁସେଇବେ। ପଦା କିଣା ଚାଉଳ ତାଙ୍କୁ ଭଲ ଲାଗୁନି, କାଳେ ତ କ'ଣ ତାଙ୍କୁ ଚାଉଳ ପଖାଳ ଭାତ ହଉନି, ଭଲ ଉଷୁନା ବି ହଉନି, ଅରୁଆ ହଉନି, କିଛି ହଉନି। ତାଙ୍କର ଚାଉଳ ଧାନ ଉଁସେଇକି ଚାଉଳ କରିବେ। ଦେଖନ୍ତୁ, ମୁଁ କହିଲି ଏତେ ତକଲିଫ ଆମର ହବାର ନାହିଁ, ଚାଉଳ କିଣି ଆଣିବେ ଆର ବର୍ଷ ଯେମିତି କିଣି ଆଣିଥିଲେ। ଆଉ ଏ ଧାନ ଫାନ ଉଁସା ଉଁସି କରନା, ଶୁଖେଇବା ତାପରେ ତାକୁ ପେଶେଇବା, ଦୁନିଆ ତକଲିଫ, ଧାନ ଉଡ଼ା ଇଏ ସିଏ। ତାକୁ ପୁଣି ପେଶା ସରିଲା ପରେ ଉଡ଼େଇବ। ଆଉ ମୋ ଜେଜେମା ତ ସବୁଠି ଆଗସୁଆରୀ, ସିଏ କହିବ ମୁଁ ସବୁ କରିଦେବି। 81 ବର୍ଷ ହେଲାଣି, ଆମେ କହୁଛୁ ତୁ ବୁଢ଼ୀ ମଣିଷ ହେଲୁଣୁ, ପାରିବୁନୁ, କାହିଁ ତୁ ଏତେ ହଇରାଣ ହବୁ। ଦେଖନ୍ତୁ ଏଠି ଚୁଲି ଫୁଲି ପୂଜା କରି ରେଡ଼ି, ତାର ପୁରା ଚୁଲି ଗାତ ଖୋଳି ଦେଇକି ଦେଖନ୍ତୁ ଆମକୁ କହିଲେ ଧାନ ବସ୍ତା ତମେ ଖୋଲିଦିଅ, ତମର ଏତେ ମୁଣ୍ଡ ଖେଳେଇବା ଦରକାର ନାହିଁ, ତମେ ଖାଲି ଧାନ ଖୋଲିଦିଅ। ଦେଖନ୍ତୁ ଖଳା ଫଳା ପୁରା ନିପି ଦେଲେଣି। ଛାତରେ ଧାନ ଶୁଖିବନି, ଖଳାରେ ଶୁଖିବ। ଛାତରେ ଶୁଖା ହେଲେ ବେଶୀ କାଳେ ଶୁଖିଯିବ, ଚାଉଳ ଫେରେ ଭାଙ୍ଗିବ। ଏମିତି ସବୁ ତାଙ୍କର ଦୁନିଆ ନୀତି ନିୟମ ଅଛି। ଏ ଗୋଟେ ପ୍ରକାର ଧାନ କୁଜି ସ୍ୱର୍ଣ୍ଣ, ସେଇଟା ହେଇଥିଲା 12-14 ବସ୍ତା, ସେତିକି ଉଁସେଇବେ, ଆଉ ସମ୍ପୂର୍ଣ୍ଣ ଉଁସେଇବେନି। ମୋ ଜେଜେମାକୁ ମୁଁ ଯେତେ ମନା କଲେ ତୁ ବୁଢ଼ୀ ହେଲୁଣୁ, ପାରିବୁନୁ। ହଁ ମୁଁ ବୁଢ଼ୀ ହେଲିଣି? ମୁଁ ସେତେବେଳେ ବଜାରରେ ମୁଁ ଫେରେ 20 ବସ୍ତା 30 ବସ୍ତା ଉଁସଉଥିଲି କେମିତି? ଏବେ ମୁଁ ବୁଢ଼ୀ ହେଇଗଲି? ଏଇଆ କହୁଛି।